श्रीमद् भगवद गीता तृतीय अध्याय श्लोक क्रमांक 31 संबंध रे कहा जाइछि। एपरि भावरे अर्जुन को तांको कल्याणर निश्चित साधना बुझाई देवा संगे संगे तांको युद्ध करने को आज्ञा दी भगवान वर्तमान ताहा अनुष्ठान करिवार फल कौन ताहा वर्णना करुछंती। एही श्लोकर व्याख्या एमिति करा जाइछि, ଯେଉଁ ମନୁଷ୍ୟମାନେ ଦୋଷ ଦୃଷ୍ଟିରୁ ରହିତ ହୋଇ ଏବଂ ଶ୍ରଦ୍ଧାଯୁକ୍ତ ହୋଇ ମୋର ଏହି ମତକୁ ସଦାସର୍ବଦା ଅନୁସରଣ କରନ୍ତି ସେମାନେ ମଧ୍ୟ ସମସ୍ତ କର୍ମରୁ ମୁକ୍ତ ହୋଇଯାଆନ୍ତି। ଏଠାରେ ପ୍ରାରମ୍ଭିକ ପ୍ରଶ୍ନ ଆସୁଛି ଯେ ସହିତ ମାନବହା ପଦ ପ୍ରୟୋଗର ଭାବ କ'ଣ? ଏହାର ଆକ୍ଷରିକ ଉତ୍ତର ଏହା ଯେ ଏହା ପ୍ରୟୋଗ କରି ଭଗବାନ ଦେଖାଇ ଦେଇଛନ୍ତି ଏହି ସାଧନା କୌଣସି ଏକ ଜାତି ବିଶେଷ ବା ବ୍ୟକ୍ତି ବିଶେଷ ପାଇଁ ସୀମିତ ନୁହେଁ। ଏଥିରେ ପ୍ରତ୍ୟେକ ମନୁଷ୍ୟର ଅଧିକାର ରହିଛି। ପ୍ରତ୍ୟେକ ବର୍ଣ୍ଣ, ଆଶ୍ରମ, ଜାତି ବା ସମାଜର ମନୁଷ୍ୟ ନିଜର କର୍ତ୍ତବ୍ୟ କର୍ମ ଉପରୋକ୍ତ ପ୍ରକାରେ ଭଗବାନଙ୍କ ଠାରେ ସମର୍ପଣ କରି ଏହି ସାଧନା ଅନୁଷ୍ଠାନ କରିପାରନ୍ତି। ଏଠାରେ ଅନ୍ୟ ଏକ ପ୍ରଶ୍ନ ଆସୁଛି, ଶ୍ରଦ୍ଧାବନ୍ତଃ ଓ ଅନୁସୂୟନ୍ତଃ ଏହି ଦୁଇ ପଦର ଭାବ କ'ଣ? ଏହାର ଉତ୍ତର ହେଲା, ଏହି ଦୁଇ ପଦ ଦ୍ୱାରା ଭଗବାନ କହିଛନ୍ତି ଯେଉଁ ମନୁଷ୍ୟମାନଙ୍କର ମୋ ଠାରେ ଦୋଷ ଦୃଷ୍ଟି ରହିଛି, ଯେ ମୋତେ ସାକ୍ଷାତ ପରମେଶ୍ୱର ବୋଲି ନ ମାନି ସାଧାରଣ ମନୁଷ୍ୟ ବୋଲି ମନେ କରନ୍ତି ଏବଂ ଯେଉଁମାନଙ୍କର ମୋ ଉପରେ ବିଶ୍ୱାସ ନାହିଁ ସେମାନେ ଏହି ସାଧନାର ଅଧିକାରୀ ନୁହନ୍ତି। ଯେଉଁ ମନୁଷ୍ୟମାନେ କେବେ କୌଣସି ପ୍ରକାରେ ମୋ ଠାରେ ଦୋଷ ଦୃଷ୍ଟି କରନ୍ତି ନାହିଁ ଓ ସଦାସର୍ବଦା ଶ୍ରଦ୍ଧାଭକ୍ତି ରଖନ୍ତି ସେହି ମନୁଷ୍ୟମାନେ କେବଳ ଏହି ସାଧନା ଅନୁଷ୍ଠାନ କରିପାରନ୍ତି। ଅତଏବ ଏହି ସାଧନା ଅନୁଷ୍ଠାନ କରିବାକୁ ଇଚ୍ଛା କରୁଥିବା ଲୋକଙ୍କୁ ଉପରୋକ୍ତ ଗୁଣରେ ସମ୍ପନ୍ନ ହେବାକୁ ପଡ଼ିବ। ଏହା ନହେଲେ ସାଧନା ଅନୁଷ୍ଠାନ କରିବା ତ ଦୂରର କଥା, ତାହା ବୁଝିବା ମଧ୍ୟ କଠିନ ହେବ। ଏଠାରେ ଅନ୍ୟ ଏକ ପ୍ରଶ୍ନ ଆସୁଛି, ନିତ୍ୟମ ପଦ ମତମ୍ର ବିଶେଷଣ ନା ଅନୁତିଷ୍ଠନ୍ତିର ବିଶେଷଣ? ଏହାର ଉତ୍ତର ହେଲା, ଭଗବାନଙ୍କର ମତ ତ ନିତ୍ୟ, ଏଣୁ ମତମ୍ର ବିଶେଷଣ ବୋଲି ମାନିନେଲେ କିଛି କ୍ଷତି ନାହିଁ। କିନ୍ତୁ ଏଠାରେ ତାହାକୁ ଅନୁତିଷ୍ଠନ୍ତି କ୍ରିୟାର ବିଶେଷଣ ବୋଲି ମାନିବା ଅଧିକ ଉପଯୋଗୀ ବୋଲି ମନେ ହେଉଛି। ଅଭିପ୍ରାୟ ଏହି ଯେ ଉପରୋକ୍ତ ସାଧକ ସକଳ କର୍ମ ସବୁଦିନ ପାଇଁ ଭଗବାନଙ୍କ ଠାରେ ସମର୍ପଣ କରିଦେଇ ନିଜର ସମସ୍ତ କ୍ରିୟା ସେହି ଭାବରେ କରିବା ଉଚିତ। ଏଠାରେ ଅନ୍ତିମ ପ୍ରଶ୍ନ ଆସୁଛି, ଅପି ପଦ ପ୍ରୟୋଗ କରି ସେ ମଧ୍ୟ ସମସ୍ତ କର୍ମରୁ ମୁକ୍ତ ହୋଇଯାଆନ୍ତି, ଏପରି କହିବାର ଭାବ କ'ଣ? ଏହାର ଉତ୍ତର ହେଲା, ଏହାଦ୍ୱାରା ଭଗବାନ ଜଣାଇ ଦେଇଛନ୍ତି ଯେ ଯେତେବେଳେ ଏହି ସାଧନା ଦ୍ୱାରା ଅନ୍ୟ ଲୋକ ମଧ୍ୟ ସମସ୍ତ କର୍ମରୁ ମୁକ୍ତ ହୋଇଯାଆନ୍ତି, ଅର୍ଥାତ୍ ଜନ୍ମ ମରଣ ରୂପକ କର୍ମ ବନ୍ଧନରୁ ଚିରକାଳ ପାଇଁ ମୁକ୍ତ ହୋଇ ପରମ କଲ୍ୟାଣ ରୂପୀ ମୋତେ ଅର୍ଥାତ୍ ପରମାତ୍ମାଙ୍କୁ ପାଇଯାଆନ୍ତି, ସେତେବେଳେ ତୁମ ପାଇଁ ଆଉ କିଛି କରିବାର କ'ଣ ଅଛି? 32ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ଏହିପରି ଭାବରେ ନିଜର ଉପରୋକ୍ତ ମତାନୁସାରେ ଚଳିବାର ଫଳ ବର୍ଣ୍ଣନା କରିସାରି ବର୍ତ୍ତମାନ ସେହି ଅନୁସାରେ ନ ଚଳିଲେ କି କ୍ଷତି ହୁଏ ତାହା କହୁଛନ୍ତି। ଏହି ଶ୍ଲୋକର ଭାବାର୍ଥ ହେଲା, କିନ୍ତୁ ଯେଉଁ ମନୁଷ୍ୟମାନେ ମୋ ଠାରେ ଦୋଷାରୋପଣ କରି ମୋର ଏହି ମତ ଅନୁସାରେ ଚଳନ୍ତି ନାହିଁ, ସେହି ମୂର୍ଖମାନଙ୍କୁ ତୁମେ ସମସ୍ତ ଜ୍ଞାନରେ ମୂଢ଼ ବୋଲି ଓ ନଷ୍ଟ ହୋଇଯାଇଛନ୍ତି ବୋଲି ଜାଣ। ଏଠାରେ ପ୍ରାରମ୍ଭିକ ପ୍ରଶ୍ନ, ତୁ ପଦର ଭାବ କ'ଣ? ଉତ୍ତର ହେଲା, ପୂର୍ବ ଶ୍ଲୋକରେ ବର୍ଣ୍ଣିତ ସାଧକଙ୍କ ଠାରୁ ଅତ୍ୟନ୍ତ ବିପରୀତ ଭାବରେ ଚଳୁଥିବା ମନୁଷ୍ୟର ଗତି ଏହି ଶ୍ଲୋକରେ କହିଛନ୍ତି। ଏଠାରେ ତୁ ପଦଟି ହେଉଛି ସେହି ଭାବର ଦ୍ୟୋତକ।
ପ୍ରଶ୍ନ ଭଗବାନଙ୍କ ଠାରେ ଦୋଷାରୋପଣ କରି ଭଗବାନଙ୍କ ମତ ଅନୁସାରେ ନ ଚଳିବା କହିଲେ କ'ଣ ବୁଝାଏ? ଏହାର ଉତ୍ତର ହେଲା ଏ ନିଜେ ପୂଜା କରିବାକୁ ଏପରି ଉପଦେଶ ଦେଉଛନ୍ତି। ସମସ୍ତ କର୍ମ ତାଙ୍କୁ ଅର୍ପଣ କରିଦେଲେ ମନୁଷ୍ୟ ଯେ କର୍ମ ବନ୍ଧନରୁ ମୁକ୍ତ ହୋଇଯାଏ ତାହା କଦାପି ନୁହେଁ। ଭଗବାନଙ୍କୁ ସାଧାରଣ ମନୁଷ୍ୟ ବୋଲି ଭାବି ତାଙ୍କ ବିଷୟରେ ଏପରି ସବୁ ଭାବିବା କିମ୍ବା ଅନ୍ୟମାନଙ୍କ ଆଗରେ ଏପରି ସବୁ କହିବା ହିଁ ଭଗବାନଙ୍କ ଠାରେ ଦୋଷାରୋପଣ କରିବା। ଏପରି ବୁଝି ଭଗବାନଙ୍କ କଥା ଅନୁସାରେ ମମତ୍ୱ, ଆସକ୍ତି ଓ କାମନା ତ୍ୟାଗ ନ କରିବା, ପରମେଶ୍ୱରଙ୍କୁ ସକଳ କର୍ମ ଅର୍ପଣ ନ କରି ନିଜ ଇଚ୍ଛା ଅନୁସାରେ କର୍ମ କରିବା ଏବଂ ଶାସ୍ତ୍ର ବିହିତ କର୍ମ କର୍ତ୍ତବ୍ୟ ତ୍ୟାଗ କରିଦେବା, ଏହା ହିଁ ଭଗବାନଙ୍କ ଠାରେ ଦୋଷାରୋପଣ କରି ତାଙ୍କ ମତ ଅନୁସାରେ ନ ଚଳିବା। ଏଠାରେ ଅନ୍ୟ ଏକ ପ୍ରଶ୍ନ ଆସୁଛି, ଅଚେତସଃ ପଦଟି କେଉଁ ଶ୍ରେଣୀର ମନୁଷ୍ୟମାନଙ୍କ ବାଚକ ଏବଂ ସେମାନଙ୍କୁ ସମସ୍ତ ଜ୍ଞାନରେ ମୂଢ଼ ତଥା ନଷ୍ଟ ହୋଇଛନ୍ତି ବୋଲି ଜାଣ, ଏପରି କହିବାର ଭାବ କ'ଣ? ଏହାର ଉତ୍ତର ହେଲା, ଯେଉଁମାନଙ୍କ ମନ ଦୋଷରେ ପୂର୍ଣ୍ଣ ହୋଇ ରହିଛି, ଯେଉଁମାନଙ୍କ ଠାରେ ବିବେକ ବୋଲି କିଛି ନାହିଁ ଓ ଯେଉଁମାନଙ୍କର ଚିତ୍ତ ସେମାନଙ୍କ ନିଜ ବଶରେ ନାହିଁ। ଅଚେତସଃ ପଦଟି ହେଉଛି ସେହି ମୂର୍ଖ ତାମସ ମନୁଷ୍ୟମାନଙ୍କର ବାଚକ। ସେମାନେ ସମସ୍ତ ଜ୍ଞାନରେ ମୂଢ଼ ଓ ନଷ୍ଟ ହୋଇଛନ୍ତି ବୋଲି କହିବାର ଅର୍ଥ ଏହି ଯେ ସେପରି ମନୁଷ୍ୟମାନଙ୍କର ବୁଦ୍ଧି ବିପରୀତ ହୋଇଯାଏ। ସେମାନେ ଲୌକିକ ଓ ପରଲୌକିକ ସବୁ ପ୍ରକାର ସୁଖ ସାଧନାକୁ ବିପରୀତ ବୋଲି ଜାଣିବାକୁ ଲାଗନ୍ତି। ତେଣୁ ସେମାନେ ବିପରୀତ ଆଚରଣର ପ୍ରବୃତ୍ତି ହୋଇଯାଆନ୍ତି। ଫଳସ୍ୱରୂପ ସେମାନଙ୍କର ଇହଲୋକରେ ଓ ପରଲୋକରେ ପତନ ହୋଇଯାଏ। ସେମାନେ ନିଜର ବର୍ତ୍ତମାନ ସ୍ଥିତିରୁ ମଧ୍ୟ ଭ୍ରଷ୍ଟ ହୋଇଯାଆନ୍ତି। ମରିବା ପରେ ସେମାନଙ୍କୁ ନିଜର କର୍ମ ଫଳ ଭୋଗିବାକୁ କୁକୁର, ଘୁଷୁରୀ ଆଦି ନୀଚ ଯୋନିରେ ଜନ୍ମ ନେବାକୁ ପଡ଼େ ବା ଘୋର ନରକରେ ପଡ଼ି ଭୟାନକ ଯନ୍ତ୍ରଣା ଭୋଗ କରିବାକୁ ପଡ଼େ। 33ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି। ପୂର୍ବ ଶ୍ଲୋକରେ କୁହାଯାଇଛି ଯେ ଭଗବାନଙ୍କ ମତ ଅନୁସାରେ ନ ଚଳୁଥିବା ଲୋକ ନଷ୍ଟ ହୋଇଯାଏ। ଏହା ଉପରେ ପ୍ରଶ୍ନ ହୁଏ, ଯଦି କେହି ଭଗବାନଙ୍କ ମତ ଅନୁସାରେ କର୍ମ ନ କରି ଜିଦ୍ ପୂର୍ବକ ସର୍ବଥା କର୍ମ ତ୍ୟାଗ କରିଦିଏ ତେବେ କ୍ଷତି କ'ଣ? ଏହା ଉପରେ କହୁଛନ୍ତି। ଏହି ଶ୍ଲୋକର ଭାବାର୍ଥ ହେଲା, ସମସ୍ତ ପ୍ରାଣୀ ପ୍ରକୃତିକୁ ପ୍ରାପ୍ତ ହୁଅନ୍ତି, ଅର୍ଥାତ୍ ନିଜ ସ୍ୱଭାବର ପରବଶ ହୋଇ କର୍ମ କରନ୍ତି। ଜ୍ଞାନବାନ ବ୍ୟକ୍ତି ମଧ୍ୟ ନିଜ ପ୍ରକୃତି ଅନୁସାରେ ଚେଷ୍ଟା କରନ୍ତି। ତେଣୁ ଏଥିରେ କାହାର ଜିଦ୍ ବା କ'ଣ କରିବ? ପ୍ରଶ୍ନ, ସମସ୍ତ ପ୍ରାଣୀ ପ୍ରକୃତିକୁ ପ୍ରାପ୍ତ ହୁଅନ୍ତି, ଏହି କଥନର ଭାବ କ'ଣ? ଏହାର ଉତ୍ତର ହେଲା, ଏହାଦ୍ୱାରା ଦେଖା ଦିଆଯାଇଛି ଯେ ସମସ୍ତ ନଦୀର ଜଳ ଯେପରି ସ୍ୱାଭାବିକ ଭାବରେ ସମୁଦ୍ର ଆଡ଼କୁ ବହିଯାଏ ଏବଂ ତାହାର ପ୍ରବାହକୁ ବଳପୂର୍ବକ ରୋକି ହୁଏ ନାହିଁ, ସମସ୍ତ ପ୍ରାଣୀ ସେହିପରି ନିଜ ନିଜର ପ୍ରକୃତିର ଅଧୀନ ହୋଇ ପ୍ରକୃତିର ପ୍ରବାହରେ ପଡ଼ି ପ୍ରକୃତି ଆଡ଼କୁ ଯାଆନ୍ତି। ତେଣୁ କୌଣସି ପୁରୁଷ ଜିଦ୍ କରି ସର୍ବଥା କର୍ମ ତ୍ୟାଗ କରିପାରେ ନାହିଁ। ହଁ, ନଦୀର ପ୍ରବାହକୁ ଯେପରି ଏ ପାଖରୁ ଆର ପାଖକୁ ବଦଳାଇ ଦିଆଯାଇପାରେ, ମନୁଷ୍ୟ ନିଜର ଉଦ୍ଦେଶ୍ୟକୁ ସେହିପରି ପରିବର୍ତ୍ତନ କରି ତାହାର ପ୍ରବାହର ପଥ ବଦଳାଇ ଦେଇପାରେ, ଅର୍ଥାତ୍ ରାଗ ଦ୍ୱେଷ ତ୍ୟାଗ କରି ସେହି କର୍ମକୁ ପରମାତ୍ମା ପ୍ରାପ୍ତିର ସହାୟକ କରିଦେଇପାରେ। ଏଠାରେ ଅନ୍ୟ ଏକ ପ୍ରଶ୍ନ, ପ୍ରକୃତି ଶବ୍ଦର ଅର୍ଥ କ'ଣ? ଉତ୍ତର ହେଲା, ଜନ୍ମ ଜନ୍ମାନ୍ତରେ କରାଯାଇଥିବା କର୍ମମାନଙ୍କର ସଂସ୍କାର ସ୍ୱଭାବ ରୂପରେ ପ୍ରକଟ ହୁଏ। ସେହି ସ୍ୱଭାବକୁ ପ୍ରକୃତି କହନ୍ତି। ପ୍ରଶ୍ନ, ଏଠାରେ ଜ୍ଞାନବାନ ଶବ୍ଦ କାହାର ବାଚକ? ଏହାର ଉତ୍ତର ହେଲା, ଏଠାରେ ଜ୍ଞାନବାନ ପଦଟି ହେଉଛି ପରମାତ୍ମାଙ୍କ ଯଥାର୍ଥ ତତ୍ତ୍ୱ ଜାଣିଥିବା ଭଗବଦ୍ ପ୍ରାପ୍ତ ମହାପୁରୁଷଙ୍କ ବାଚକ। ପ୍ରଶ୍ନ, ଅପି ପଦ ପ୍ରୟୋଗର ଭାବ କ'ଣ? ଉତ୍ତର ହେଲା, ଅପି ପଦ ପ୍ରୟୋଗ ଦ୍ୱାରା ଦେଖାଇ ଦିଆଯାଇଛି ଯେ ଯେଉଁଠି ସମସ୍ତ ଗୁଣରୁ ଅତୀତ ଜ୍ଞାନୀ ମଧ୍ୟ ନିଜର ପ୍ରକୃତି ଅନୁସାରେ ଚେଷ୍ଟା କରନ୍ତି, ସେଠାରେ ଯେଉଁ ଅଜ୍ଞାନୀ ମନୁଷ୍ୟ ପ୍ରକୃତିର ଅଧୀନ, ସେ କିପରି ପ୍ରକୃତି ପ୍ରବାହକୁ ଜିଦ୍ ପୂର୍ବକ ବନ୍ଦ କରିପାରିବ? ଏଠାରେ ପ୍ରଶ୍ନ ଆସୁଛି, ପରମାତ୍ମାଙ୍କୁ ପାଇଥିବା ଜ୍ଞାନୀ ମହାପୁରୁଷଙ୍କ ସ୍ୱଭାବ କ'ଣ ଭିନ୍ନ ଭିନ୍ନ ହୋଇଥାଏ? ଉତ୍ତର, ହଁ, ସମସ୍ତଙ୍କ ସ୍ୱଭାବ ଭିନ୍ନ ଭିନ୍ନ ହୋଇଥାଏ। ପୂର୍ବ ସାଧନା ଓ ପ୍ରାରବ୍ଧ ଭେଦର
ସ୍ୱଭାବରେ ପାର୍ଥକ୍ୟ ରହିବା ଅନିବାର୍ଯ୍ୟ। ପ୍ରଶ୍ନ, ପୂର୍ବର୍ଜିତ କର୍ମର ସଂସ୍କାର ରୂପକ ସ୍ୱଭାବ ସହିତ ଜ୍ଞାନୀମାନଙ୍କର କ'ଣ କୌଣସି ସମ୍ବନ୍ଧ ରହିଥାଏ? ଯଦି ନ ରହିଥାଏ ତେବେ ଜ୍ଞାନୀ ବି ନିଜର ପ୍ରକୃତି ଅନୁସାରେ ଚେଷ୍ଟା କରନ୍ତି କହିବାର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, କର୍ମ ସଂସ୍କାର ସହିତ ଜ୍ଞାନୀଙ୍କର ବସ୍ତୁତଃ କୌଣସି ପ୍ରକାର ବନ୍ଧନ ରହେ ନାହିଁ କି ସେ କୌଣସି ପ୍ରକାର କ୍ରିୟା ମଧ୍ୟ କରନ୍ତି ନାହିଁ, କିନ୍ତୁ ତାଙ୍କର ଅନ୍ତଃକରଣରେ ପୂର୍ବାର୍ଜିତ ପ୍ରାରବ୍ଧର ସଂସ୍କାର ରହିଥାଏ ଏବଂ ତାହା ଅନୁସାରେ ତାଙ୍କର ବୁଦ୍ଧି, ମନ ଓ ଇନ୍ଦ୍ରିୟମାନଙ୍କ ଦ୍ୱାରା ପ୍ରାରବ୍ଧ ଭୋଗ ପାଇଁ ଓ ଲୋକ ସଂଗ୍ରହ ପାଇଁ କର୍ତ୍ତାପଣ ରହିତ କ୍ରିୟାମାନ ହେଉଥାଏ। ସେହି କ୍ରିୟାମାନଙ୍କୁ ଲୋକ ଦୃଷ୍ଟିରୁ ଜ୍ଞାନୀଙ୍କ ଠାରେ ଅଧ୍ୟାରୋପଣ କରି କୁହାଯାଏ ଯେ ଜ୍ଞାନୀ ମଧ୍ୟ ନିଜର ପ୍ରକୃତି ଅନୁସାରେ ଚେଷ୍ଟା କରନ୍ତି। ଜ୍ଞାନୀଙ୍କର କ୍ରିୟା କର୍ତ୍ତାପଣ ରହିତ ହେଉଥିବାରୁ ତାଙ୍କର ସର୍ବଥା ରାଗ ଦ୍ୱେଷ ଓ ଅହଂତ ମମତ୍ୱରୁ ଶୂନ୍ୟ ହୋଇଥାଏ। ଅତଏବ ତାହା କେବଳ ଚେଷ୍ଟା ମାତ୍ର, ତାହାର ସଂଜ୍ଞା କର୍ମ ନୁହେଁ। ଏହି ଭାବ ସ୍ପଷ୍ଟ କରିଦେବାକୁ ଏଠାରେ ଚେଷ୍ଟତେ କ୍ରିୟା ପ୍ରୟୋଗ କରାଯାଇଛି। ଏଠାରେ ପ୍ରଶ୍ନ ଆସୁଛି, ଜ୍ଞାନୀଙ୍କର ଅନ୍ତଃକରଣରେ ରାଗ ଦ୍ୱେଷ ଓ ହର୍ଷ ଶୋକାଦି ବିକାରମାନ ଜାତ ହୁଏ ନାହିଁ, ନା ସେମାନଙ୍କ ସହିତ ତାଙ୍କର ସମ୍ବନ୍ଧ ରହେ? ଯଦି ତାଙ୍କର ଅନ୍ତଃକରଣ ସହିତ ସମ୍ବନ୍ଧ ନଥିବାରୁ ସେହି ଅନ୍ତଃକରଣରେ ବିକାରମାନ ଜାତ ହୁଏ ନାହିଁ, ତେବେ ସମ, ଦମ, ତିତିକ୍ଷା, ଦୟା, ସନ୍ତୋଷ ଆଦି ସଦ୍ଗୁଣ ମଧ୍ୟ ତ ସେଥିରେ ଜାତ ନ ହେବା ଉଚିତ। ଏହାର ଉତ୍ତର ହେଲା, ଜ୍ଞାନୀଙ୍କର ଯେତେବେଳେ ଅନ୍ତଃକରଣ ସହିତ ସମ୍ବନ୍ଧ ରହେ ନାହିଁ ସେତେବେଳେ ସେଥିରେ ହେଉଥିବା ବିକାର ବା ସଦ୍ଗୁଣମାନଙ୍କ ସହିତ ସମ୍ବନ୍ଧ ରହିପାରିବ କିପରି? କିନ୍ତୁ ତାଙ୍କର ଅନ୍ତଃକରଣ ଅତ୍ୟନ୍ତ ପବିତ୍ର ହୋଇଯାଏ। ନିରନ୍ତର ପରମାତ୍ମାଙ୍କ ସ୍ୱରୂପ ଚିନ୍ତନ କରି କରି ଯେତେବେଳେ ଅନ୍ତଃକରଣର ମଳ, ବିକ୍ଷେପ ଓ ଆବରଣ ଆଦି ତ୍ରିଦୋଷ ପୂର୍ଣ୍ଣ ଭାବରେ ଶୂନ୍ୟ ହୋଇଯାଏ, ସେତେବେଳେ ସାଧକଙ୍କୁ ପରମାତ୍ମା ପ୍ରାପ୍ତି ହୋଇଯାଏ। ତେଣୁ ସେହି ଅନ୍ତଃକରଣରେ ଅବିଦ୍ୟାମୂଳକ ଅହଂତ, ମମତ୍ୱ, ରାଗ, ଦ୍ୱେଷ, ହର୍ଷ, ଶୋକ, ଦମ୍ଭ, କପଟ, କାମ, କ୍ରୋଧ, ଲୋଭ, ମୋହ ଆଦି ବିକାରମାନ ରହିପାରେ ନାହିଁ। ଏସବୁ ସେଥିରୁ ସମ୍ପୂର୍ଣ୍ଣ ଶୂନ୍ୟ ହୋଇଯାଏ। ଅତଏବ ଜ୍ଞାନୀ ମହାପୁରୁଷମାନଙ୍କ ସେହି ଅତ୍ୟନ୍ତ ନିର୍ମଳ ଓ ପରମ ପବିତ୍ର ଅନ୍ତଃକରଣରେ କେବଳ ସମତା, ସନ୍ତୋଷ, ଦୟା, କ୍ଷମା, ନିଃସ୍ପୃହତା, ଶାନ୍ତି ଆଦି ସଦ୍ଗୁଣ ସ୍ୱାଭାବିକ ରୂପରେ ପ୍ରସ୍ଫୁରିତ ହୋଇଥାଏ ଏବଂ ସେହି ଅନୁସାରେ ଲୋକ କଲ୍ୟାଣ ପାଇଁ ତାଙ୍କର ମନ, ଇନ୍ଦ୍ରିୟ ଓ ଶରୀର ଦ୍ୱାରା ଶାସ୍ତ୍ର ବିହିତ କର୍ମ କରାଯାଉଥାଏ। ଦୁର୍ଗୁଣ ଓ ଦୁରାଚାର ସେଥିରେ ଆଦୌ ନଥାଏ। ପ୍ରଶ୍ନ, ଇତିହାସ ଓ ପୁରାଣର କଥାମାନଙ୍କରେ ଏପରି ବହୁ ପ୍ରସଙ୍ଗ ଆସେ ଯହିଁରୁ ଜ୍ଞାନୀ ଓ ସିଦ୍ଧ ମହାପୁରୁଷମାନଙ୍କର ଅନ୍ତଃକରଣରେ ମଧ୍ୟ କାମ, କ୍ରୋଧାଦି ଦୁର୍ଗୁଣମାନଙ୍କର ପ୍ରାଦୁର୍ଭାବ ହେଉଥିବାରୁ ଏବଂ ଇନ୍ଦ୍ରିୟମାନଙ୍କ ଦ୍ୱାରା ତଦନୁସାରେ କ୍ରିୟା ହେଉଥିବାର ପ୍ରମାଣ ମିଳେ। ଏସବୁଥିରୁ କ'ଣ ଜଣାଯାଏ? ଏହାର ଉତ୍ତର ହେଲା, ଉଦାହରଣ ଅପେକ୍ଷା ବିଧି ବାକ୍ୟ ବଳବାନ ଓ ବିଧି ବାକ୍ୟ ଅପେକ୍ଷା ନିଷେଧାତ୍ମକ ବାକ୍ୟ ଆହୁରି ବଳବାନ। ଏହା ବ୍ୟତୀତ ଇତିହାସ ଓ ପୁରାଣର କଥାମାନଙ୍କରେ ଯେଉଁ ଉଦାହରଣ ମିଳେ ତାହାର ରହସ୍ୟ ଠିକ୍ ରୂପେ ବୁଝିପାରିବା ମଧ୍ୟ କଠିନ। ତେଣୁ ମାନିନେବା ଉଚିତ ଯେ ଯଦି କାହାର ଅନ୍ତଃକରଣରେ ବାସ୍ତବିକ କାମ, କ୍ରୋଧାଦି ଦୁର୍ଗୁଣମାନଙ୍କର ପ୍ରାଦୁର୍ଭାବ ହୋଇଯାଏ ଏବଂ ତାହାର ଅନୁସାରେ କ୍ରିୟା ମଧ୍ୟ ହୋଇଯାଏ, ତେବେ ସେ ଭଗବତ ପ୍ରାପ୍ତ ଜ୍ଞାନୀ ମହାତ୍ମା ନୁହନ୍ତି। କାରଣ ଶାସ୍ତ୍ରରେ କେବେ ହେଲେ ଏପରି ବିଧିବାକ୍ୟ ମିଳେ ନାହିଁ ଯାହା ବଳରେ ଜ୍ଞାନୀ ମହାତ୍ମାଙ୍କର ଠାରେ କ୍ରୋଧାଦି ଅବଗୁଣ ଜାତ ହେବା ସିଦ୍ଧ ହୋଇଛି, ବରଂ ତାହାର ନିଷେଧ କଥା ସ୍ଥାନେ ସ୍ଥାନେ ଆସେ। ଗୀତାରେ ମଧ୍ୟ ଯେଉଁଠାରେ ମହାପୁରୁଷଙ୍କର ଲକ୍ଷଣ ବର୍ଣ୍ଣନା କରାଯାଇଛି ସେଠାରେ ରାଗ, ଦ୍ୱେଷ, କାମ, କ୍ରୋଧ ଆଦି ଦୁର୍ଗୁଣ ଓ ଦୁରାଚାର ସର୍ବଥା ଅଭାବ ଦେଖାଇ ଦିଆଯାଇଛି। ହଁ, ଯଦି ଲୋକ ସଂଗ୍ରହ ପାଇଁ ଆବଶ୍ୟକ ହେବାରୁ ସେ ଅଭିନୟ ଛଳରେ ସେପରି ଚେଷ୍ଟା କରିଥାନ୍ତି ତେବେ ତାହା ଦୋଷ ବୋଲି ଗଣନା କରାଯିବ ନାହିଁ। ପ୍ରଶ୍ନ, ତେଣୁ ଏଥିରେ କାହାର ଜିଦ୍ କ'ଣ କରିବ? ଏ କଥାର ଭାବ କ'ଣ?
उत्तर ଏହା द्वारा देखाई दिया जाइछि जे कौनसी मनुष्य निजर जिद हेतु क्षणमात्र मध्य कर्म न करी रही पारिब नाही। प्रकृति ताकू बलपूर्वक कर्म रे लगाई देव। तेणु मनुष्य माने विहित कर्म त्याग करी कर्म बंधन मुक्ति पाइबार आग्रह न रखी स्वभाव नियत कर्म करू करू कर्म बंधन मुक्त हेबार उपाय करबा उचित। एथिरे मनुष्य सफल होई पारे। विहित कर्म त्याग करिबा द्वारा तो से स्वेच्छाचारी होई उलटी पूर्व अपेक्षा अधिक कर्म बंधन रे छंदी होइजिव एवं ताहार अधपतन होइजिव। प्रश्न, जदि समस्त को प्रकृति अनुसार कर्म करने पड़े एवं मनुष्यर कौनसी प्रकार स्वतंत्रता न थाए तेबे विधि निषेधात्मक शास्त्र उपयोग कौन? स्वभाव अनुसार मनुष्य को शुभाशुभ कर्म करने पड़िबो एवं सही अनुसार ताहार प्रकृति गढ़ी होइजिव। एपरि अवस्थारे मनुष्यर उत्थान किपरि होई पारे? उत्तर, राग द्वेषादि कारणरू शास्त्र विरुद्ध असत कर्म हुए एवं शास्त्र विहित असत कर्म आचरणर प्रधान कारण हेउछि श्रद्धा भक्ति आदि सद्गुण। राग द्वेष काम क्रोधादि दुर्गुण मानंको त्याग करिबारे और श्रद्धा भक्ति आदि सद्गुण मानंको जागृत करी सेमानंक बुद्धि करिबारे मनुष्यर स्वतंत्र रहिछि। अतएव दुर्गुण त्याग करी भगवानंक ठारे और शास्त्र रे श्रद्धा भक्ति रखी भगवानंक प्रसन्नता पाई कर्म आचरण करबा उचित। आखि आगरे एही आदर्श रखी कर्म करुथुवा मनुष्य मानंक द्वारा केबे हेले निषिद्ध कर्म होई पारे नाही। सर्वदा शुभ कर्म ही हेउथाए, ताहा मध्य मुक्ति प्रद हुए। बंधन कारक नुहे अभिप्राय ही जे कौनसी कर्म न करी रही जीवार मनुष्य स्वतंत्र नुहे, ताकू कर्म करने ही पड़िबो। किंतु सद्गुण आश्रय नहीं निजर प्रकृति को सुधारी देवार समस्तंकर स्वतंत्र रहिछि। प्रकृति जेते सुधुरी जाउथबो मनुष्यर क्रिया गुड़िक स्वतः सेते विशुद्ध हो जाउथबो। अतएव भगवानंक शरण नहीं स्वभाव को सुधारी नेबा उचित। यह द्वारा निश्चित भाव उत्थान हो जाई पारे।